ଶାଗ ଭଜା ନା ଶୁଣିଲେ ସମସ୍ତଙ୍କୁ ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ଗରମ ଭାତ ହେଉ ପଖାଳ ଭାତ, ଓଡ଼ିଶାର ଅଥେଣ୍ଟିକ୍ ରେସିପି ହେଉଛି ଶାଗ ଭଜା। ଅଥେଣ୍ଟିକ୍ ରେସିପି ଭିତରୁ ଗୋଟେ ଶାଗ ଭଜା କରିବା ପାଇଁ ଏଠି କୋଶଳା ଶାଗକୁ ମୁଁ ଧୋଇକି 2ରୁ 3 4 ଥର ଧୋଇ ଦେଇଛି, ଭଲରେ ଛାଣିକି କାଟିକି ନେଇଛି। କାରଣ କାଟିକି ଧୋଇଲେ ପାଣି ରହିଯାଇଥାଏ। ତା ସହିତ ପିଆଜ ରସୁଣ କାଟିକି ନେଇଛି, ଶୁଖିଲା ଲଙ୍କା, ଫୁଟିବା ପାଇଁ ଜିରା ସୋରିଷ, କଞ୍ଚା ଲଙ୍କା ଫାଳେ ଏଠି ନେଇଛି। ଶାଗ ଭଜା ବେଳେ এই ରସୁଣ ପିଆଜର କମ୍ବିନେସନଟା ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ଶାଗ ଭଜାଟା ଆମର ସୋରିଷ ତେଲରେ କଲେ ହିଁ ବହୁତ ବଢ଼ିଆ ଲାଗିଥାଏ ଆଉ ଟେଷ୍ଟ ବି ଲାଗିଥାଏ। ଗୋଟେ ଚାମଚ ସୋରିଷ ତେଲ ନେଇଛି, ତେଲ ଗରମ ହେଇଗଲାଣି। ଏବେ ଜିରା ସୋରିଷକୁ ପକାଇଦେବି। ଜିରା ସୋରିଷ ଫୁଟିଲା ପରେ ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଏବେ ରସୁଣ ପିଆଜକୁ ପକାଇକି ଭଲ ଭାବରେ ଭାଜିଦେବି। ଶାଗ ଭଜାରେ ରସୁଣ ପିଆଜଟା ଭଲ ଭାବରେ ଭାଜିଲେ ଶାଗ ଭଜାର ଟେଷ୍ଟଟା ବହୁତ ବଢ଼ିଆ ଲାଗିଥାଏ। ଦେଖିପାରୁଥିବେ ରସୁଣ ପିଆଜ ପୁରା ଲାଲ ଲାଲ ହେଇକି ଭାଜି ହେଇଗଲାଣି। ଏବେ ଆମେ ସେଥିରେ ଶାଗ ପକାଇକି ଭାଜିବା। ଶାଗ ପକାଇ ସାରିଲା ପରେ ଏଠି ଟିକେ ଏପଟ ସେପଟ କରିକି ଭାଜି ନେବା, କିନ୍ତୁ ଶାଗ କମ୍ ହେଇଯିବ। ଲୁଣ ଏବେ ପକାଇବାନି, ଯେତେବେଳେ ଶାଗ ସାଙ୍କୁଚିକି କମ୍ ହେଇଯିବ ସେତେବେଳେ ଆମେ ଲୁଣ ପକାଇବା, ତାହେଲେ ଜାଣି ହେବନି ଶାଗ ଭଜା ଲୁଣିଆ ହେଇଯିବ। ଶାଗ ସାଙ୍କୁଚି ଗଲାଣି, ଏଇ ଷ୍ଟେଜରେ ଆମେ ଲୁଣ ପକାଇବା। ଏଇଟା ମୁଁ ଯେଉଁ ଶାଗ ନେଇଛି ଏଇଟା ଗୋଟେ ପ୍ରକାର କୋଶଳା ଶାଗ, ଯେଉଁଥିରୁ ପାଣି ବାହାରିବନି। ଏଇଟା ତ ଶୀତ ଦିନିଆ ଶାଗ। ତାକୁ ଲୁଣ ପକାଇ ସାରିଲା ପରେ ଆକୁ ସିଝିବା ପାଇଁ ଟିକେ କଭର କରିଦେବା। ଶାଗ ଭଜା ଆମର ଏବେ ହେଇଯାଇଛି। ଏଇଟାକୁ ବେଶୀ ସିଝେଇବିନି, ଶାଗଟା ବେଶୀ ସିଝିଗଲେ ଭଲ ଲାଗେନି ଖାଇବା ପାଇଁ। ଯଦି ଆଜିର ରେସିପି ଆପଣମାନଙ୍କୁ ଭଲ ଲାଗେ ମୋ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।